ଚଳିତ ବର୍ଷ ଏପ୍ରିଲ ମାସରେ ଆମ ଦେଶର 5ଟି ରାଜ୍ୟରେ ଯେଉଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ତାହା ନିର୍ବାଚନୀ କ୍ଷେତ୍ରରେ ଗୋଟିଏ ଗୋଟିଏ ମାଇଲ ଖୁଣ୍ଟ ସୃଷ୍ଟି କରିଛି। ପ୍ରଥମତଃ ଯେଉଁ ମତଦାନ ହାର 5ଟି ରାଜ୍ୟରେ ଯେଉଁ ଭୋଟରମାନେ ମତ ଦେଇଛନ୍ତି, ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟରେ ଏହା 93% ଅତିକ୍ରମ କରିଛି। ତାମିଲନାଡୁରେ ଏ ମତଦାନ ହାର ରହିଛି 85%, କେରଳରେ 78%, ଆସାମରେ 85% ଏବଂ ପୁଡୁଚେରୀରେ 89%ରୁ ଅଧିକ। ଇଏ ହେଉଛି ଆମ ଭାରତୀୟ ଗଣତାନ୍ତ୍ରିକ ଜୟଯାତ୍ରାର ଗୋଟିଏ ଗୋଟିଏ ସନ୍ତକ, ଗୋଟିଏ ଗୋଟିଏ ମାଇଲ ଖୁଣ୍ଟ। ଏପର୍ଯ୍ୟନ୍ତ ଏତେ ସଂଖ୍ୟକ ମତଦାନ ହାର ଭାରତବର୍ଷରେ ସମ୍ଭବ ହୋଇନଥିଲା। ଏଥିରୁ ପ୍ରମାଣିତ ହୋଇଛି କି ଭାରତରେ ଗଣତନ୍ତ୍ରର ଜୟଯାତ୍ରା ଅବ୍ୟାହତ ରହିଛି। ଦ୍ୱିତୀୟ କଥା ହେଉଛି ଏ ନିର୍ବାଚନରେ ପ୍ରତିଟି ଦଳ ବିରୋଧୀମାନଙ୍କ ପ୍ରତି ବା ପ୍ରତିପକ୍ଷମାନଙ୍କ ପ୍ରତି କୌଣସି କ୍ଷେତ୍ରରେ ନିର୍ବାଚନୀ ପ୍ରଚାର ସମୟରେ ହେଉ କିମ୍ବା କୌଣସି କ୍ଷେତ୍ରରେ ହେଉ ଅଶାଳୀନ ମନ୍ତବ୍ୟ ବା କଟୁ ମନ୍ତବ୍ୟ ଦେଇନାହାନ୍ତି। ଫଳରେ ଗଣତନ୍ତ୍ରରେ ଯେଉଁ ଶାଳୀନତା ରହିବା କଥା, ଯେଉଁ ସମ୍ମାନ ରହିବା କଥା, ପ୍ରତିପକ୍ଷଙ୍କ ପ୍ରତି ଯେଉଁ ସମ୍ମାନ ରହିବା କଥା, ଏ ନିର୍ବାଚନରେ ତାହା ଅନ୍ତତଃ ସୀମା ଭିତରେ ରହିଛି। ଇଏ ମଧ୍ୟ ଆମ ଗଣତାନ୍ତ୍ରିକ ଜୟଯାତ୍ରାର ଗୋଟିଏ ସନ୍ତକ। ତୃତୀୟ କଥା, ଏହି ଚଳିତ ନିର୍ବାଚନରେ ଆମେ ନିର୍ବାଚନୀ ହିଂସାର ଏତେ ଉତ୍କଟ ରୂପ ମଧ୍ୟ ଦେଖିବାକୁ ପାଇନାହୁଁ। ନିର୍ବାଚନୀ ପ୍ରଚାର ସମୟରେ ହେଉ ବା ନିର୍ବାଚନ ଦିନ ହେଉ, କୌଣସି ରାଜ୍ୟରେ ନିର୍ବାଚନୀ ହିଂସା ଗୋଟେ ବ୍ୟାପକ ରୂପ ନେଇନାହିଁ। କାଁ ଭାଁ କୋଉଠି କ'ଣ ହିଂସା ଘଟିଥିବ, କିନ୍ତୁ ତାହା ଗୋଟେ ବ୍ୟାପକ ରୂପ ନେଇନାହିଁ। ତେଣୁ ଇଏ ହେଉଛି ଭାରତୀୟ ଗଣତାନ୍ତ୍ରିକ ପରିପକ୍ୱତାର ପରିଚୟ। ଗୋଟିଏ କଥା ଆମେ ଆସିବା ପଶ୍ଚିମବଙ୍ଗ ରାଜ୍ୟର ନିର୍ବାଚନକୁ ଆସିବା। ଗୋଟିଏ କଥା ଯଦି ଅନୁଭବ କରିବା, ଏ ନିର୍ବାଚନର ଫଳାଫଳ କ'ଣ ହେଇପାରେ, ପଶ୍ଚିମବଙ୍ଗର ନିର୍ବାଚନର ଫଳାଫଳ କ'ଣ ହେଇପାରେ, ଆମେ ଯଦି ଗୋଟେ ଅନୁମାନ କରିବା, କାରଣ ଆମେ କୌଣସି ନିର୍ବାଚନ ଫଳାଫଳକୁ ଦୃଢ଼ତାର ସହିତ କହିପାରିବା ନାହିଁ। ଗୋଟିଏ ସମ୍ଭାବନା ରହିଛି, ଏଥିରେ ବିଜେପି ହୁଏତ ସରକାର ଗଠନ କରିପାରେ, ତୃଣମୂଳ କଂଗ୍ରେସ ହୁଏତ ସରକାର ଗଠନ କରିପାରେ, କିନ୍ତୁ କଂଗ୍ରେସର ତ ସ୍ଥାନ ନାହିଁ। ଏ ତିନୋଟି ଦଳ ମଧ୍ୟରେ ଯେଉଁ ଲଢ଼େଇ ଚାଲିଛି, ଏଥିରେ ଯଦି ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗରେ ନିର୍ବାଚନରେ ଜୟଲାଭ କରି ସରକାର ଗଠନ କରେ, ତାହାର ଫଳାଫଳ କେବଳ ପଶ୍ଚିମବଙ୍ଗରେ ସୀମିତ ରହିବ ନାହିଁ, ତାହା ଜାତୀୟ ସ୍ତରକୁ ମଧ୍ୟ ପ୍ରଭାବିତ କରିବ। ସେ ହୁଏତ ବିରୋଧୀ ମେଣ୍ଟର ନେତୃତ୍ୱ ନେଇପାରନ୍ତି, କାରଣ କଂଗ୍ରେସର ସ୍ଥିତି ଦିନକୁ ଦିନ ପ୍ରତିଟି ନିର୍ବାଚନରେ ତାର ଯେଉଁ ସ୍ଥିତି ଖରାପ ହେଉଛି, ଖରାପ ଆଡ଼କୁ ଗତି କରୁଛି, ଫଳରେ ବିରୋଧୀ ମେଣ୍ଟର ନେତୃତ୍ୱ ନେବାର ସପକ୍ଷରେ ହୁଏତ କେହି ନ ଆସିପାରନ୍ତି। ସେହି ସ୍ଥାନ ହୁଏତ ମମତା ବାନାର୍ଜୀ ନେଇପାରନ୍ତି। ଇଏ ହେଲା ଗୋଟିଏ ସମ୍ଭାବନା। ଦ୍ୱିତୀୟତଃ, ଯଦି ବିଜେପି ଜୟଲାଭ କରେ ଏବଂ ତାହାର ଆଶା ବା ସମ୍ଭାବନା ଖୁବ୍ ଅଧିକ, ତାହେଲେ ନରେନ୍ଦ୍ର ମୋଦି ଏବଂ ଏନ୍ଡିଏ ମେଣ୍ଟର ନରେନ୍ଦ୍ର ମୋଦି ବା ଦେଶର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କର ଜଣେ ଅପ୍ରତିଦ୍ୱନ୍ଦ୍ୱୀ ନେତା ଭାବେ ସେ ଆହୁରି ଉଭା ହୋଇ ଉଠେ। ଯାହା ତାଙ୍କର ସ୍ଥିତି ରହିଛି, ଆହୁରି ତାଙ୍କର ସ୍ଥାନ ଊର୍ଦ୍ଧ୍ୱକୁ ଚାଲିଯିବ। କାରଣ ଏହି ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି ତାର ସମସ୍ତ ଶକ୍ତି ଲଗେଇଛି ଏବଂ ବିଜେପି ସରକାର ଗଠନ କରିବ, ଇଏ ଗୋଟେ ଆଶା ନେଇ ଯେମିତି ଭାବେ ନିର୍ବାଚନ ପ୍ରଚାର କରିଛି, ଆଶା କରାଯାଏ ହୁଏତ ବିଜେପି ଏଥିରେ ଜୟଲାଭ କରିପାରିବ। କିନ୍ତୁ ଗୋଟିଏ କଥା, ବର୍ତ୍ତମାନ ମମତା ବାନାର୍ଜୀ କହୁଛନ୍ତି କି ଇଏ ଯେଉଁ ମତଦାନ ହେଇଛି, ଯେଉଁ 93%, 93%ରୁ ଅଧିକ ମତଦାନ ରହିଛି, ଇଏ ହେଉଛି ନରେନ୍ଦ୍ର ମୋଦି ଏବଂ ନିର୍ବାଚନ କମିଶନଙ୍କ ଉପରେ ରାଜ୍ୟବାସୀଙ୍କର ଆକ୍ରୋଶ। ଯେଉଁଭଳି ଭାବରେ 91 ଲକ୍ଷ ଭୋଟରଙ୍କ ନାମ କାଟିଦେଲେ, ଯାହାଫଳରେ ରାଜ୍ୟବାସୀ କ୍ରୋଧର ବଶବର୍ତ୍ତୀ ହୋଇ ଅଧିକ ସଂଖ୍ୟାରେ ଭୋଟ ଦେଇଛନ୍ତି। ଫଳରେ ଇଏ ଗୋଟିଏ ବାର୍ତ୍ତା ନରେନ୍ଦ୍ର ମୋଦି ସରକାରକୁ ଯିବ କି ଯଦି ତମେ ଆମ ଦେହରେ ହାତ ମାରିବ, ତାର ପରିଣାମ ଭୋଗ କରିବ। କିନ୍ତୁ ଅପରପକ୍ଷେ ବିଜେପି କହୁଛି, ଦୀର୍ଘ ବର୍ଷ ଧରି ପଶ୍ଚିମବଙ୍ଗର ଅଧିବାସୀମାନେ, ରାଜ୍ୟବାସୀମାନେ ଯେଉଁ
ତୃଣମୂଳ କଂଗ୍ରେସର ଶାସନ କାଳରେ ଅତିଷ୍ଠ ହୋଇ ରହିଥିଲେ, ଇଏ ସେମାନେ ଗୋଟେ ପରିବର୍ତ୍ତନ ଚାହୁଁଛନ୍ତି ଏବଂ ଏଇ ସର୍ବାଧିକ ମତଦାନର ହାର ହେଉଛି ତାହାର ସ୍ୱର, ଇଏ ଗୋଟେ ପରିବର୍ତ୍ତନର ସ୍ୱର। ତେଣୁ ପଶ୍ଚିମବଙ୍ଗର ନିର୍ବାଚନର ଫଳାଫଳ ଆମକୁ ଜାତୀୟ ସ୍ତରରେ ମଧ୍ୟ ଯେଉଁ ପ୍ରଭାବ ଦେଖାଇବ, ଯାହାଫଳରେ ହୁଏତ ଯଦି ତୃଣମୂଳ କଂଗ୍ରେସ ନିର୍ବାଚନରେ ଜୟଲାଭ କରେ, ମମତା ବାନାର୍ଜୀଙ୍କ ସ୍ଥାନ ଆହୁରି ବିରୋଧୀ ମେଣ୍ଟର ସେ ନେତୃତ୍ୱ ନେଇପାରନ୍ତି, କିମ୍ବା ଯଦି ନରେନ୍ଦ୍ର ମୋଦି ଜୟଲାଭ କରନ୍ତି ତାହେଲେ 2029 ମସିହା ନିର୍ବାଚନ ପାଇଁ ତାଙ୍କର ସ୍ଥାନ ଆହୁରି ଉପରକୁ ଉଠିଯିବ। 2016 ମସିହାରେ ବିଜେପି ପଶ୍ଚିମବଙ୍ଗରେ ମାତ୍ର 3ଟି ଆସନ ଲାଭ କରିଥିଲା, ବିଧାନସଭା ନିର୍ବାଚନରେ 3ଟି ଆସନ ଲାଭ କରିଥିଲା। 2021 ମସିହାରେ ତାହା 77କୁ ବୃଦ୍ଧି ପାଇ ବିରୋଧୀ ଦଳର ମାନ୍ୟତା ପାଇଲା। ତେଣୁ ଆଶା କରାଯାଏ ଯେଉଁ ହାରରେ, ଯେଉଁ ଗତିରେ, ଯେଉଁ ବେଗରେ ବିଜେପି ପଶ୍ଚିମବଙ୍ଗରେ ନିର୍ବାଚନ ଲଢ଼ୁଛି ଏବଂ ନିଜର ସମସ୍ତ ଶକ୍ତି ଖଟେଇଛି, ଆଶା କରାଯାଏ ସେ ହୁଏତ ଏ ନିର୍ବାଚନରେ ଜୟଲାଭ କରିବ। କିନ୍ତୁ କିଏ ଜୟଲାଭ କରିବ ତାହା ଭିନ୍ନ କଥା। କିନ୍ତୁ ପଶ୍ଚିମବଙ୍ଗର ନିର୍ବାଚନ ଏବଂ 5ଟି ରାଜ୍ୟର ନିର୍ବାଚନର ଫଳାଫଳରେ ଆମେ ଏତିକି ଜାଣିପାରିବା କି ଏଥିରେ ଗଣତନ୍ତ୍ରର ଜୟ ହେଇଛି, ଭାରତର ଗଣତାନ୍ତ୍ରିକ ଜୟଯାତ୍ରା ଅବ୍ୟାହତ ରହିଛି, ଏହା ନିଶ୍ଚିତ କଥା।